ଫସଲ ବୀମା ଯୋଜନା କେଉଁମାନେ ଆପ୍ଲାଏ କରିବେ? ଓକେ, ତ ଚାଷୀମାନେ ଆପ୍ଲାଏ କରିବେ ଫସଲ ବୀମା ଯୋଜନା। କ'ଣ ପାଇଁ ଆପ୍ଲାଏ କରିବେ? ଆପଣମାନେ ଯେତେକ ଚାଷୀ ଅଛନ୍ତି, କୌଣସି କାରଣରୁ ଯଦି ତାଙ୍କ ଫସଲ ନଷ୍ଟ ହୋଇଯାଉଛି, ବାତ୍ୟା ହୋଇଗଲା, ବନ୍ୟା ହୋଇଗଲା, କୌଣସି କାରଣରୁ ଯଦି ତାଙ୍କର ଫସଲ ନଷ୍ଟ ହୋଇଯାଉଛି, ତାହେଲେ ଆପଣମାନେ এই ଯୋଜନା ପାଇଁ ଆପ୍ଲାଏ କରିପାରିବେ ଏବଂ ବେନିଫିଟ୍ ମଧ୍ୟ ପାଇପାରିବେ। ଯେତିକି ଆପଣ ଯଦି କ୍ଷତି ହେଇଛି ଆପଣମାନେ ମଧ୍ୟ ଆଙ୍କର ରିକଭର ମଧ୍ୟ କରିପାରିବେ। କେମିତି ଆପ୍ଲାଏ କରିବେ ଭିଡ଼ିଓ ମାଧ୍ୟମରେ କହିଦେବି। ସବୁ କିଛି ଅପଡ଼େଟ୍ ମଧ୍ୟ ପାଇଯିବେ। ବିନା ସ୍କିପ୍ରେ ଭିଡ଼ିଓ ଦେଖନ୍ତୁ। ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖନ୍ତୁ। ଫାଷ୍ଟ ଆମ ଚ୍ୟାନେଲକୁ ଭିଜିଟ୍ କରିଥିଲେ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲେକିନ୍ ଅଲ୍ କ୍ଲିକ୍ କରନ୍ତୁ, କାରଣ ସର୍ବପ୍ରଥମେ ଏମିତି ଭଲ ଭଲ ରିଲେଟେଡ଼ ଭିଡ଼ିଓ ପାଇବା ପାଇଁ। ଓକେ, ତ ଚାଲନ୍ତୁ ମୁଁ ତୁମକୁ କହିଦେଉଛି ଖାସ୍ କରିକି କେମିତି କ'ଣ ପୁରା ଫୁଲ୍ ଅପଡ଼େଟ୍ ଦେଇଦେଉଛି। 2024 ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକରଣ। ଓକେ, ଆର ଲାଷ୍ଟ ଡେଟ୍ ରହୁଛି, ମୁଁ ତୁମକୁ କହିଦେଉଛି। ଲାଷ୍ଟ ଡେଟ୍ ହେଇଛି 31 ଜୁଲାଇ 2024। ବଟ୍ ମୁଁ ଭିଡ଼ିଓ ଅପଲୋଡ଼ କରିଛି କେତେ 2 ଅଗଷ୍ଟ, କାରଣ ଏଇଟା ଆପ୍ଲାଏ ଡେଟ୍ ଅଲରେଡ଼ି ଡେଟ୍ ଘୁଞ୍ଚି ଯାଇଛି। ଅଗଷ୍ଟ 10 ତାରିଖଠୁ ଘୁଞ୍ଚି ଯାଇଛି। ତେଣୁ ମୁଁ ବହୁତ ରିକ୍ୱେଷ୍ଟ କରିକି ଭିଡ଼ିଓଟା ମୁଁ ଅପଲୋଡ଼ କରିଛି ଏବଂ ପୁରା ଫୁଲ୍ ଡିଟେଲ୍ସ ମଧ୍ୟ ଜାଣିପାରିବି। 2023ରେ ଯେଉଁମାନେ ଏଇଥିରେ ଆପ୍ଲାଏ କରିଥିଲ, ବହୁତ ପ୍ରକାର 100%ରୁ 60% ପିଲାଙ୍କର ପଇସା ମିଳିଛି, 40% ପିଲାଙ୍କର ମିଳିନି। କାରଣ 2023ରେ ଟୋଟାଲ୍ 3ଟି କମ୍ପାନୀ ବୀମା ଯୋଜନା ଥିଲା। ଓକେ, 2024 ସେଇଟା 4ଟା ହେଇଯାଇଛି। ପାଖାପାଖି କହିବାକୁ ଗଲେ ବହୁତ ସାରା ତୁମକୁ ବେନିଫିଟ୍ ମଧ୍ୟ ମିଳିଯିବ। ଯଦି ଆପଣମାନେ ଆପ୍ଲାଏ କରୁଛନ୍ତି, ଯଦି ବି ମିଳିଯିବ ଭଲ କଥା, କାରଣ 2023ରେ କିଛି ଲୋକଙ୍କୁ ମିଳିଛି, କିଛି ଲୋକଙ୍କୁ ମିଳିନି। ଏମିତି କହିକି ଆପଣମାନେ ଆପ୍ଲାଏ କରିବେ ନାହିଁ। ତ ନିହାତି ଭାବରେ ଆପ୍ଲାଏ କରନ୍ତୁ, ତୁମକୁ ପଇସା ମିଳିଯିବ। କାରଣ 2024ରେ ତୁମର 4ଟା ବୀମା ଯୋଜନା କମ୍ପାନୀ ସୃଷ୍ଟି ହେଇଛି। ବୁଝିପାର ତ? ମୁଁ ତୁମକୁ ଏଇଠି ପୁରା ଫୁଲ୍ ଡିଟେଲ୍ସ ମଧ୍ୟ ପଢ଼େଇ ଦେଉଛି। 2024 ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକରଣ। ଏହାଦ୍ୱାରା ରାଜ୍ୟରେ ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ ସୂଚିତ କରାଯାଉଅଛି ଯେ ଚଳିତ ଖରିଫ ଋତୁରେ ଚାଷ କରିଥିବା ଫସଲର ବୀମା ପଞ୍ଜୀକରଣ ଯଥାଶୀଘ୍ର କରାଇ ଦିଅନ୍ତୁ। ବିଜ୍ଞାପିତ ଅଞ୍ଚଳ ଚାଷ ହେଉଥିବା 8 ଗୋଟିର ଫସଲ ଯଥା ଧାନ, ମକା, ଚିନାବାଦାମ, ମାଣ୍ଡିଆ, କପା, ଓକେ, ବହୁତ ଅଦା, ହଳଦୀ ପାଇଁ ବୀମା ଯୋଜନା କରାଯାଇଛି। ଯଦି ଆପଣମାନେ ଏଇ 8ଟାରୁ ଯେକୌଣସି ତୁମେ ଚାଷ କରୁଛ, ଯଦି ତୁମ ଚାଷ କ୍ଷୟକ୍ଷତି ହେଉଛି, ତାହେଲେ ଆପଣମାନେ ଏହି ଯୋଜନା ପାଇଁ ଆପ୍ଲାଏ କରିପାରିବେ। ଓକେ, ତ ଆମ ଓଡ଼ିଶା କହିବାକୁ ଗଲେ ବେସିକାଲି ତ ଧାନ ହିଁ ଲଗାନ୍ତି ନା। ତ ପ୍ରାକୃତିକ ଦୁର୍ଭାଗ୍ୟ ଦ୍ୱାରା ଫସଲ ଅମଳର କ୍ଷତି ହେଲେ ଏହି ଯୋଜନାରେ ଚାଷୀ ଭାଇ ଓ ଭଉଣୀମାନେ କ୍ଷତିପୂରଣ ପାଇପାରିବେ। ଭାଇ ଓ ଭଉଣୀମାନେ ଚାଷୀ ସମସ୍ତେ ଏହି ଯୋଜନା ଅଧୀନରେ ନିଜ ଫସଲ ବୀମା ପଞ୍ଜୀକରଣ କରିପାରିବେ। ଭାଗ ଚାଷୀ ମଧ୍ୟ ନିର୍ଦ୍ଧାରଣ ଫର୍ମରେ ଜମି ମାଲିକଙ୍କ ଠାରୁ ସହମତି ଆଣି ନିଜ ଫସଲର ପଞ୍ଜୀକରଣ କରିପାରିବେ। ତ କିଛି କ'ଣ କରନ୍ତି ନା, କିଛି ତାଙ୍କର ବିଲ ପଟ୍ଟା ହେଇଗଲା, ତାଙ୍କର କ'ଣ ଭାଗ ଚାଷ ଥାଏ, ମାନେ ବିଭିନ୍ନ ନାଁରେ ତାଙ୍କର ପଟ୍ଟା ଥାଏ। ଯେମିତିକି ତୁମେ ବି ଜାଣିପାରୁଥିବ, ଠିକ୍ ଅଛି, ସେଇଭଳି ତୁମେ ଜାଣିପାରିଲ। ଓକେ, ଋଣୀ ଚାଷୀମାନେ ଋଣ ନେଇଥିବା ଅନୁଷ୍ଠାନ ଯଥା ପ୍ରାଥମିକ କୃଷି ସମବାୟ ସଂସ୍ଥା, ବୃହତ୍ତକାର ଅବିକାଳ ବହୁମୁଖୀ ସମବାୟ ସମିତି ଓ ବ୍ୟାଙ୍କ ଶାଖାରେ ସମ୍ମତି ଦେଇ ଏହି ପଞ୍ଜୀକରଣ ମଧ୍ୟ କରିପାରିବେ। ଅଣଋଣୀ ଚାଷୀମାନେ ଜନସେବା କେନ୍ଦ୍ର, ସମବାୟ ବ୍ୟାଙ୍କ ଶାଖା ତଥା ଅନ୍ୟାନ୍ୟ ବ୍ୟାଙ୍କ ଶାଖାରେ ଆବଶ୍ୟକ କାଗଜପତ୍ର ଦେଇ ଏହା ପଞ୍ଜୀକରଣ କରିପାରିବେ। ଏହି ପଞ୍ଜୀକରଣ ପାଇଁ ଆଧାର କାର୍ଡ଼ ବାଧ୍ୟତାମୂଳକ ଅଟେ। ଜଣେ ଚାଷୀ ପାଇଁ ସର୍ବାଧିକ 5 ଏକର ପର୍ଯ୍ୟନ୍ତ ଚାଷ ଜମିର ପଞ୍ଜୀକରଣ ବିନା କୌଣସି ଦେୟରେ କରାଯିବ। ମାନେ ଆପଣମାନେ ଜାଣିପାରିଲେ, ଯଦି ଆପଣଙ୍କର ଜମି ତାହେଲେ 5 ଏକରରୁ ଅଧିକ କ୍ଷୟକ୍ଷତି ହେଇଛି, ଯଦି ଆମେ 5 ଏକରରୁ ଅଧିକ କ୍ଷୟକ୍ଷତିର ତୁମେ ତା'ର ପଞ୍ଜୀକରଣ କରୁଛ, ତାହେଲେ ତୁମକୁ କିଛି ପଇସା ଦେବାକୁ ପଡ଼ିବ। ଯଦି 5 ଏକରରୁ ଧର ତୁମେ ଦେଇ ଦେଉଛ କ୍ଷତିପୂରଣ, ନିହାତି ଭାବରେ ଆପଣମାନେ ଫ୍ରିରେ ମଧ୍ୟ ଆପ୍ଲାଏ ମଧ୍ୟ କରିପାରିବେ। ତ ରିକ୍ୱେଷ୍ଟ କରି କହୁଛି, ଆପଣମାନେ ଯେତେ ଅଧିକ କ୍ଷୟକ୍ଷତି ଯଦି ହେଇଛି, ନିହାତି ଭାବରେ ଫର୍ମଟି ଆପ୍ଲାଏ କରନ୍ତୁ। ମୁଁ ତୁମକୁ କହିଦେଉଛି, ଆପଣମାନେ 5,000 ଭିତରେ ଆପ୍ଲାଏ କରନ୍ତୁ, ଯେଉଁଟାକି ତୁମକୁ ଫ୍ରିରେ ମଧ୍ୟ ଆପ୍ଲାଏ କରିପାରିବେ ଏବଂ ମଧ୍ୟ ଆପଣ କ୍ଷତିପୂରଣ ମଧ୍ୟ ପୂରଣ କରିପାରିବେ। ବୁଝିପାରିଲ ତ? ଆଉ କରାଯିବ ବ୍ୟାଙ୍କ ଆକାଉଣ୍ଟରୁ ଭ୍ୟାଲିଡେସନ୍ ପାଇଁ ଆବେଦନ ପତ୍ର ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ମାନେ ଆପ୍ଲାଏ କରିବାକୁ କେବଳ ଟଙ୍କାଟା ମଧ୍ୟ ଆପ୍ଲାଏ କରିବେ। ନିଜ ମୋବାଇଲରେ ମଧ୍ୟ ଆପ୍ଲାଏ କରିପାରିବେ। ଟଙ୍କାଟା ହେଇଗଲେ ଆପଣମାନେ ଆପ୍ଲାଏ କରିପାରିବେ। ମାନେ ଟଙ୍କାଟା ତୁମର ଫର୍ମଟି ପଡ଼ିବ ମାତ୍ର। ହେଲା, ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ବ୍ୟାଙ୍କ ଶାଖା କିମ୍ବା ARCS, DRCS, CDAO ଅଫିସରେ ଯୋଗାଯୋଗ କରନ୍ତୁ। ଶେଷ ତାରିଖ ପୂର୍ବରୁ ନିଜ ଫସଲର ପଞ୍ଜୀକରଣ କରାଇ ଦେବାକୁ ଅନୁରୋଧ। 31 ଜୁଲାଇ 2024 ଲାଷ୍ଟ ଡେଟ୍ ଥିଲା। ବର୍ତ୍ତମାନ ସେଇଟା କେତେ ହେଇଯାଇଛି,
ଯାହେଲେ ପାଖାପାଖି ସେଇଟା ଡେଟ୍ ବହୁତ ପାଖରେ ଘୁଞ୍ଚିଛି। ତ ଆପଣମାନଙ୍କୁ ରିକ୍ୱେଷ୍ଟ କରି କହୁଛି ଯଥାଶୀଘ୍ର ଆପ୍ଲାଏ କରିଦିଅନ୍ତୁ। ଫାଷ୍ଟ କରି କେଉଁ ୱେବସାଇଟ୍ ଆପ୍ଲାଏ କରିବେ ମୁଁ ତୁମକୁ ଏଇଠି କହିଦେଉଛି। ନହେଲେ ଫାଷ୍ଟ କରିକି ତୁମ କ୍ରୋମ୍ ବ୍ରାଉଜର କିମ୍ବା ନହେଲେ ଗୁଗୁଲରେ ସର୍ଚ୍ଚ କରିବ ଫସଲ ବୀମା ଯୋଜନା। ଠିକ୍ ଅଛି, ଯୋଜନା ସର୍ଚ୍ଚ କରିସାରିଲା ପରେ ଫାଷ୍ଟ କରି ୱେବସାଇଟ୍ ଆସିଯିବ। ୱେବସାଇଟ୍ ଆସିଗଲା ପରେ ଫାଷ୍ଟ କରି ତଳୁ ସ୍କ୍ରୋଲ୍ ଡାଉନ୍ କରିବ। ଆପଣ ବି ଦେଖିପାରୁଥିବେ ଯେ ବହୁତ ପ୍ରକାର କର୍ଣ୍ଣର ମିଳିଥିବ। ଫାର୍ମର କର୍ଣ୍ଣର ଉପରେ କ୍ଲିକ୍ କରିବ। ଫାଷ୍ଟ କରିକି ହୋମ୍ ଅପସନ୍କୁ ଯିବ, ଏଇଠି ଫାର୍ମର କର୍ଣ୍ଣର ଲେଖା ହେଇଛି ତାପରେ କ୍ଲିକ୍ କରିବ। ଠିକ୍ ଅଛି, ତାପରେ କ୍ଲିକ୍ କରିସାରିଲା ପରେ ଏଇଠିକି ଆସିବ ଲେଖା ହେଇଥିବ ଲଗ୍ଇନ୍ ଫର୍ ଫାର୍ମର ଆଉ ହେଉଛି ଗୋଏଷ୍ଟ ଫାର୍ମର। ଡୁ ନଟ୍ ହାଭ୍ ଆକାଉଣ୍ଟ ଆପଣମାନେ ନ୍ୟୁ, ଯଦି ତୁମେ ଆଗରୁ 2023 ଆପ୍ଲାଏ କରିଛ ତାହେଲେ ଏଇଠି ଆ ଉପରେ କ୍ଲିକ୍ କରିବ। ଯଦି ତୁମେ ନୂଆ କେବେ ବି ଆପ୍ଲାଏ କରିନ ତାହେଲେ ଗେଷ୍ଟ ଫାର୍ମର ଉପରେ କ୍ଲିକ୍ କରିବ। ଠିକ୍ ଅଛି, କ୍ଲିକ୍ କରିସାରିଲା ପରେ ଆପଣମାନେ ସବୁ ଡିଟେଲ୍ସ ଦେବ। ନାଁ ହେଇଗଲା, ପାସବୁକ୍ ନେମ୍ ହେଇଗଲା, ରିଲେସନସିପ୍ ହେଲା କି ରିଲେସନ୍ ନେମ୍, ମୋବାଇଲ୍ ନମ୍ବର, ଏଜ୍ ହେଲା, କାଷ୍ଟ କ୍ୟାଟେଗୋରୀ, ଜେଣ୍ଡର, ଫାର୍ମର ଟାଇପ୍ସ, କେଉଁ ପ୍ରକାର ଫାର୍ମର, ଆପଣମାନେ ସବୁ କିଛି ଡିଟେଲ୍ସ ମଧ୍ୟ ଦେଇପାରିବେ। କେମିତି କ'ଣ ପୁରା ଫୁଲ୍ ଡିଟେଲ୍ ଫାଷ୍ଟ ଟୁ ଲାଷ୍ଟ କେମିତି ଆପ୍ଲାଏ କରିବେ ଫୁଲ୍ ପ୍ରୋସେସ୍ ଯଦି ଆପଣମାନେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ନିହାତି ଭାବରେ କମେଣ୍ଟ ବକ୍ସରେ ଲେଖନ୍ତୁ। ନିହାତି ଭାବରେ ମୁଁ ନେକ୍ସଟ ଭିଡ଼ିଓରେ କେମିତି ଫାଷ୍ଟ ଟୁ ଲାଷ୍ଟ ଆପ୍ଲାଏ କରାହୁଏ ମୁଁ ତୁମକୁ କହିଦେଉଛି। ଫାଷ୍ଟ କରି ମୁଁ ତୁମକୁ କହୁଛି କ'ଣ କ'ଣ ସବୁ ଡକ୍ୟୁମେଣ୍ଟ ଦରକାର। ଫାଷ୍ଟ କରି ମୁଁ ତୁମକୁ କହିଦେଉଛି। ଫାଷ୍ଟ କରି ନେଟ୍ ପଟା ଦରକାର, ନେଟ୍ ପଟା ଏଇଠି ଆପ୍ଲାଏ କରିବ। ବ୍ୟାଙ୍କ ପାସବୁକ୍ ଦରକାର, ଆଉ ତାପରେ ତୁମେ ବି ଜାଣିଥିବ। ଓକେ, ଆଉ ଗୋଟେ ମେନ୍ ଜିନିଷ ହେଉଛି ଆପଣଙ୍କ ସବୁ ଜିନିଷ ଥିବ, ଆପଣଙ୍କ ପାଖରେ ଗୋଟେ ଜିନିଷ ନଥିବ ଯେଉଁଟାକି ସୋଇଂ ସାର୍ଟିଫିକେଟ୍। ସୋଇଂ ସାର୍ଟିଫିକେଟ୍ ମାନେ କ'ଣ ମୁଁ ତୁମକୁ ଏଇଠି ଦେଖାଇ ଦେଉଛି। ଓକେ, এইটা হচ্ছে সোয়িং সার্টিফিকেট, বুঝিপারে তো? ଆପଣ ଆବେଦନ ମାନେ ଅନଲାଇନ୍ ଆବେଦନ ସମୟରେ ଏଇଟା ତୁମକୁ ଦରକାର ଆସିବ, ବୁଝିପାରିଲ ତ? ତ ଏଇଟା PDF ଆମର ଟେଲିଗ୍ରାମ ଚ୍ୟାନେଲରେ ଦେଇଦେବି। ଆପଣମାନେ କ'ଣ କରିବେ ନା ଟେଲିଗ୍ରାମ ଚ୍ୟାନେଲରେ ଯାଇକି ସେଠି এই PDFଟା ଡାଉନଲୋଡ଼ କରିକି କୌଣସି ଜନସେବା କେନ୍ଦ୍ରକୁ ଯାଇକି ଫାଷ୍ଟ କରି ଏଇଟା ପ୍ରିଣ୍ଟ ଆଉଟ୍ ବାହାର କରିଦେବେ। ଠିକ୍ ଅଛି, ପ୍ରିଣ୍ଟ ଆଉଟ୍ ବାହାର କରିସାରିଲା ପରେ ଏଇଟାକୁ ଫର୍ମ ଫିଲ୍ଅପ୍ କରିକି ଯାଇକି ତୁମର ଯେଉଁଠି ଆପ୍ଲାଏ କରୁଛ ସେଇଠି ତୁମେ ଅପଲୋଡ଼ ମଧ୍ୟ କରିଦେବ। ଓକେ, ନହେଲେ କେଉଁଠି ତୁମେ ଯଦି ଫୋନରେ ଆପ୍ଲାଏ କରିପାରୁନ, ଯଦି ଚାହୁଁଛ ତ ଆପ୍ଲାଏ କରିବା ପାଇଁ ତା ଆବେଦନ ମଧ୍ୟ ଭିଡ଼ିଓ ଅପଲୋଡ଼ କରିଦେବି। ଯଦି ବି ଚାହୁଁନ ନିଜେ କରିବା ପାଇଁ ତାହେଲେ କୌଣସି ଜନସେବା କେନ୍ଦ୍ରକୁ ଯାଇକି ମଧ୍ୟ ଯାଇକି ଫସଲ ବୀମା ଯୋଜନା ମଧ୍ୟ ଆପ୍ଲାଏ କରିପାରିବ। ଓକେ, ଏଇଠି ତୁମକୁ ବେଶୀ ବି କିଛି ବି ଦରକାର ହେଉନି। ଫାଷ୍ଟ କରିକି ତୁମକୁ 10 ମିନିଟ୍ ମଧ୍ୟ ଲାଗିଯିବ ନିଜେ ମଧ୍ୟ ଯଦି ଆପ୍ଲାଏ କରିବ। ଠିକ୍ ଅଛି, ମୁଁ ଯଦି କହୁଛି ତୁମେ ନିଜେ ଯଦି ଆପ୍ଲାଏ କରିବ ତାହେଲେ ଏଇଟା ଗୋଟେ ପ୍ରିଣ୍ଟ ଆଣିକି ଫର୍ମ ଫିଲ୍ଅପ୍ କରି ପୂରଣ କରିଦେବ। ଓକେ, ଆଉ ନେଟ୍ ପଟା ମଧ୍ୟ ତୁମେ ଅନଲାଇନ୍ରେ ମଧ୍ୟ ଆପ୍ଲାଏ ବାହାର କରୁଛ। ଯଦି ତୁମେ ଚାହୁଁଛ ୟୁଟ୍ୟୁବ୍ ଭିଡ଼ିଓ ଦେଖି ମଧ୍ୟ ନେଟ୍ ପଟା ପୁରା ଇଜି ପ୍ରୋସେସ୍ରେ ବାହାର କରିଦେବ, ଅପଲୋଡ଼ କରିଦେବ, ଆରାମସେ ମଧ୍ୟ ତୁମେ ଫର୍ମଟି ଆପ୍ଲାଏ କରିପାରିବ। ବାସ୍ ଥିଲା ଆଜିର ପୁରା ଫୁଲ୍ ଅପଡ଼େଟ୍ ହେଲା। ନିହାତି ଭାବରେ ଭିଡ଼ିଓ ସମସ୍ତଙ୍କୁ ସେୟାର କରନ୍ତୁ, ଜାଣିପାରିବେ ସବୁ କିଛି ଡିଟେଲ୍ସ। ଓକେ, ଯଦି ବି କିଛି ଡାଉଟ୍ ହେଉଛି ନିହାତି ଭାବରେ ଆମେ କମେଣ୍ଟ ବକ୍ସରେ ମତାମତ ଦେବେ। ଓକେ, ତ ରହୁଛି, ଦେଖା ନେକ୍ସଟ ଭିଡ଼ିଓ। ସେଥିପାଇଁ ଜୟ ଜଗନ୍ନାଥ।